ଦେଖନ୍ତୁ ଏଇ ଚାରିଟା ଦେଖନ୍ତୁ ପୁନେ ମହାରାଷ୍ଟ୍ରର ରୟାଲ ଏନଫିଲ୍ଡ ହଣ୍ଟର 350 ପ୍ରାଇସ୍ ହେଉଛି ଶୋରୁମ୍ ପ୍ରାଇସ୍ ହେଉଛି 1,49,900। ଇନ୍ସୁରାନ୍ସ 6446 6446 କିନ୍ତୁ RTO ଚାର୍ଜ ହେଉଛି ଏଠି 10,493 10,493 ହେଉଛି RTO ଚାର୍ଜ। ତାପରେ ଏଇ ଚାର୍ଟ ଉପରେ ଲକ୍ଷ୍ୟ କରନ୍ତୁ ଅହମ୍ମଦାବାଦ ମାନେ ଗୁଜରାଟରେ ଗାଡ଼ି ମଡ଼େଲ ସେମ୍ ଏକ୍ସ ଶୋରୁମ୍ ପ୍ରାଇସ୍ 1,49,900। ଇନ୍ସୁରାନ୍ସ ସେମ୍ 6446 6446 କିନ୍ତୁ ଏଠି RTO ଚାର୍ଜ ହେଉଛି 8,994 8,994। ଗୁଜରାଟରେ କିନ୍ତୁ RTO ଚାର୍ଜଟା ହେଉଛି 8,994। এই ଚାର୍ଟଟା ଉପରେ ଟିକେ ଲକ୍ଷ୍ୟ କରନ୍ତୁ। ଆପଣ ଯଦି ସେମ୍ ମଡ଼େଲ ରୟାଲ ଏନଫିଲ୍ଡ ହଣ୍ଟର 350 ଯଦି ଅଦର ଷ୍ଟେଟ୍ରୁ କିଣୁଛନ୍ତି ତ ତାହେଲେ କେଉଁ ଷ୍ଟେଟ୍ରେ କେତେ ପ୍ରାଇସ୍ ପଡ଼ୁଛି। ପୁନେ ମାନେ ମହାରାଷ୍ଟ୍ରରେ ଆପଣଙ୍କୁ ସବୁ ଟ୍ୟାକ୍ସ ମିଶାଇକି ଆପଣଙ୍କର ପଡ଼ିବ 1,66,839 ଟଙ୍କା। ଅହମ୍ମଦାବାଦ ମାନେ ଗୁଜରାଟରେ ଆପଣ କିଣିବେ 1,65,340। ତାପରେ ଆସିବା ଆମେ ନ୍ୟୁ ଦିଲ୍ଲୀରେ ଆପଣଙ୍କର ସବୁ ଟ୍ୟାକ୍ସ ମିଶାଇକି 1,68,338। ଚେନ୍ନାଇରେ ସବୁଠୁ କମ୍ ପ୍ରାଇସ୍ 1,59,346 ସବୁ ଚାର୍ଜ ମିଶାଇକି। ତାପରେ ଆସିବା କୋଲକାତା 1,62,596 ଟୋଟାଲ ସବୁ ଟ୍ୟାକ୍ସ ମିଶାଇକି। କିନ୍ତୁ ଆମେ ଯେତେବେଳେ ଭୁବନେଶ୍ୱର ମାନେ ଓଡ଼ିଶାକୁ ପଳେଇ ଆସିବା ସେତେବେଳେ ଆମର ହେଇଯାଉଛି 1,74,334। ଦେଖନ୍ତୁ ଏହା କାହିଁକି ହେଉଛି ଚାଲନ୍ତୁ ଦେଖିବା। ତାପରେ ଏଇ ଚାର୍ଟକୁ ଲକ୍ଷ୍ୟ କରନ୍ତୁ। ଏଇଠି ହେଉଛି ହାଇଦ୍ରାବାଦର ବାଇକ୍ ପ୍ରାଇସ୍ 1,49,900। ଇନ୍ସୁରାନ୍ସ ସେମ୍ 6,446 କିନ୍ତୁ ଏଠି RTO ଚାର୍ଜ ହେଉଛି 13,491 ଟଙ୍କା। ହାଇଦ୍ରାବାଦର RTO ଚାର୍ଜ କେତେ 13,491। ତାପରେ ଆସିବା ଆମେ ଚେନ୍ନାଇ ତାମିଲନାଡ଼ୁ ରାଜ୍ୟରେ ବାଇକ୍ ପ୍ରାଇସ୍ ସେମ୍, ଇନ୍ସୁରାନ୍ସ ସେମ୍, RTO ଚାର୍ଜ ଏଇଠି ହେଉଛି 3,000 ଟଙ୍କା, ମାତ୍ର 3,000 ଟଙ୍କା। ସବୁଠୁ କମ୍ ହେଉଛି ଚେନ୍ନାଇରେ 3,000 ଟଙ୍କା। ଟୋଟାଲ ବାଇକ୍ ପ୍ରାଇସ୍ ହେଉଛି 1,69,346। ତିନିଟା ମିଶାଇକି ଏକ୍ସ ଶୋରୁମ୍ ପ୍ରାଇସ୍ ହେଉଛି 1,49,900, ଇନ୍ସୁରାନ୍ସ 6,446, RTO ଚାର୍ଜ 3,000। ତିନିଟା ଯାକ ମିଶାଇକି ଏଠି ହେଲା ଆପଣଙ୍କର 1,69,346। ତାପରେ ଆସିବା ଆମେ କୋଲକାତା ମାନେ ୱେଷ୍ଟବେଙ୍ଗଲ ବାଇକ୍ ପ୍ରାଇସ୍ ହେଉଛି 1,49,900, ଇନ୍ସୁରାନ୍ସ 6,446 ଟଙ୍କା। ଏଠି RTO ଚାର୍ଜ ହେଉଛି 6,250। ମାନେ ଟୋଟାଲ ମିଶାଇକି ହେଉଛି ବାଇକ୍ ପ୍ରାଇସ୍ ହେଉଛି 1,62,596 1,62,596। ଶେଷରେ ଆସିବା ଆମେ ଭୁବନେଶ୍ୱର ମାନେ ଓଡ଼ିଶାରେ ହେଉଛି ବାଇକ୍ ପ୍ରାଇସ୍ ଏକ୍ସ ଶୋରୁମ୍ ପ୍ରାଇସ୍ ହେଉଛି 1,49,900, ଇନ୍ସୁରାନ୍ସ ସେମ୍ 6,446 କିନ୍ତୁ ଏଠି RTO ଚାର୍ଜ ହେଉଛି 17,988 ଟଙ୍କା 17,988। ଏଇଠି ବାଇକ୍ ପ୍ରାଇସ୍ ଆପଣଙ୍କର ହେଲା 1,74,334 ଟଙ୍କା। ଦେଖନ୍ତୁ ଅଦର ଷ୍ଟେଟ୍ରେ RTO ଚାର୍ଜ କେତେ କମ୍ ରହୁଛି, ଆମ ଓଡ଼ିଶାରେ RTO ଚାର୍ଜ କାହିଁକି ଏତେ ରହୁଛି, କାରଣ କ'ଣ? RTO ଚାର୍ଜ ଏତେ ନେବାର ଉଦ୍ଦେଶ୍ୟ କ'ଣ? ନିହାତି ସରକାରଙ୍କୁ ମୋର ଏତିକି ପ୍ରଶ୍ନ ଯେ ଅଦର ଷ୍ଟେଟ୍ରେ ଯେତେବେଳେ RTO ଚାର୍ଜ ଏତେ କମ୍ ରହୁଛି ଆମ ଓଡ଼ିଶାରେ କାହିଁକି ଏତେ ହାଇ? ଧନ୍ୟବାଦ। ଜୟ ଜଗନ୍ନାଥ। ହ୍ୟାଲୋ ହାଇ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ। ଆଜି ଆମେ ଦେଖିବା ଯେ ଯେଉଁ ବାଇକ୍ ରୟାଲ ଏନଫିଲ୍ଡ ହଣ୍ଟର 350 ଅଦର ଷ୍ଟେଟ୍ରେ କାହିଁକି କମ୍ ରେଟ୍ ଆଉ ଆମ ଷ୍ଟେଟ୍ରେ କାହିଁକି ଅଧିକ ରେଟ୍। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚିନ୍ତ ଭାବରେ ଆପଣମାନେ ଜାଣିପାରିବେ ଯେ ଆମ ଷ୍ଟେଟ୍ରେ କାହିଁକି ବାଇକ୍ ପ୍ରାଇସ୍
ସବୁଠୁ ଅଧିକା ହାଇ କାହିଁକି ରହୁଛି?